ମନୁଷ୍ୟ ନିଜକୁ ଉଚ୍ଚ ରଖିବା ପାଇଁ ଅନ୍ୟମାନଙ୍କୁ ଇଗ୍ନୋର କରିଥାଏ, ଅନ୍ୟ ପ୍ରତି ଅବହେଳା କରାଇଥାଏ। ଏହାଦ୍ୱାରା ମନୁଷ୍ୟ ନିଜକୁ ସନ୍ତୁଷ୍ଟି କରିପାରେ କି ନାହିଁ ତାହା ଜଣାନଥାଏ, ମାତ୍ର ସେ ଅନ୍ୟକୁ ନିଶ୍ଚୟ କଷ୍ଟ ପହଞ୍ଚାଇଥାଏ, ଅନ୍ୟକୁ ଦୁଃଖ ଦେଇଥାଏ। ବହୁତ ମଣିଷ ଅଛନ୍ତି, ସେମାନେ ତାଙ୍କର ଭଲ ଗୁଣ ପାଇଁ ମଧ୍ୟ ଇଗ୍ନୋର ପାଇଥାନ୍ତି। ତେବେ ପ୍ରଶ୍ନ ଉଠେ, କ'ଣ କରିବା ଦ୍ୱାରା ଏବଂ ଆମ ଭିତରେ କେଉଁ କେଉଁ ଗୁଣ ରହିବା ଦ୍ୱାରା ଆମେ ଇଗ୍ନୋର ହୋଇଥାଉ? ଅନ୍ୟମାନେ ଆମକୁ ଅବହେଳା କରିଥାନ୍ତି, ଆମକୁ ଖରାପ ଦୃଷ୍ଟିରେ ଦେଖନ୍ତି, ଆମକୁ ଏତେ ଭଲ ସମ୍ପର୍କରେ ଦେଖନ୍ତି ନାହିଁ। ଆପଣ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ 4ଟି ଏପରି ଗୁଣ କହିବି, ଯେଉଁ ଗୁଣଗୁଡ଼ିକ ଯଦି ଗୋଟିଏ ମନୁଷ୍ୟ ତାହାର ଜୀବନରେ ଦୂର କରିଦେବ ନା, ତେବେ ତାକୁ ଜୀବନରେ କେହି ବି, କେଉଁ ମନୁଷ୍ୟ ଏବଂ କେଉଁ ନାରୀ ତାକୁ ଇଗ୍ନୋର କରିପାରିବେ ନାହିଁ। ଆପଣଙ୍କୁ କିଏ ଯଦି ଇଗ୍ନୋର କରୁଛି, ତେବେ ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଆପଣଙ୍କ ଭିତରେ ଏହି 4ଟି ଗୁଣ ରହିଛି। ଏହି 4ଟି ଗୁଣ ପାଇଁ ଆପଣଙ୍କୁ ଯିଏ ପାରି ସେ ଇଗ୍ନୋର କରିପାରିବ, ଏମିତିକି ତୁମ ସାଙ୍ଗସାଥୀ, ତୁମ ସମ୍ପର୍କୀୟ ଲୋକମାନେ ମଧ୍ୟ। ତେଣୁ ଚାଲନ୍ତୁ ଜାଣିବା ସେହି 4ଟି ଗୁଣ କ'ଣ, ଯେଉଁ 4ଟି ଗୁଣ ପାଇଁ ତୁମେ ଇଗ୍ନୋର ହେଉଛ। ତୁମେ ଲୋକମାନଙ୍କ ନଜରରେ ଏକ ଅବହେଳା ମଣିଷ ପରି ଦେଖାଯାଉଛ। ତାହେଲେ ଚାଲନ୍ତୁ ଜାଣିବା ସେ 4ଟି ଗୁଣ କ'ଣ। ସେହି 4ଟି ଗୁଣ ଭିତରୁ ପ୍ରଥମ ଗୁଣଟି ହେଉଛି, ଆପଣ କିଛି ଲୋକଙ୍କୁ ତାଙ୍କ ଔକାତରୁ ବି ଅଧିକ ଧ୍ୟାନ ଦେଉଛନ୍ତି, ତାଙ୍କ କଥା ଶୁଣୁଛନ୍ତି, ତାଙ୍କୁ ମାନୁଛନ୍ତି, ତାଙ୍କର ପ୍ରତିଟି କଥାରେ ହଁ କରୁଛନ୍ତି। ଆପଣ ଥରେ ଭାବନ୍ତୁ, ଆପଣ କୌଣସି ବିନା କଷ୍ଟରେ ଯଦି ପ୍ରଶଂସା ଶୁଣୁଛନ୍ତି, ତାହେଲେ ସେ ପ୍ରଶଂସା ଆପଣଙ୍କୁ ପ୍ରଥମେ ପ୍ରଥମେ ତ ଭଲ ଲାଗିବ, ମାତ୍ର ସେ ପ୍ରଶଂସା ଯେତେ ଆଗକୁ ବଢ଼ି ଚାଲିବ, ସେତେ ଘୃଣା ବି ଲାଗିବ, ସେତେ ଭଲ ବି ଲାଗିବ ନାହିଁ। ସେହିପରି ଆପଣ ଯଦି ଗୋଟିଏ ମନୁଷ୍ୟକୁ ତାହାର ପ୍ରକୃତ ମୂଲ୍ୟ ନଥାଇ ତାକୁ ମୂଲ୍ୟବାନ ସଜାଉଛନ୍ତି, ତାଙ୍କୁ ସମସ୍ତ କଥାରେ ଟେକି ଧରୁଛନ୍ତି, ତାହେଲେ ଜାଣିନିଅ ଦିନ ଆସିବ ସେ ତୁମକୁ ନିଶ୍ଚୟ ଇଗ୍ନୋର କରିବ। କାରଣ ମନୁଷ୍ୟର ମସ୍ତିଷ୍କ ଗୋଟିଏ କାମ ପାଇଁ ପ୍ରସ୍ତୁତ ନାହିଁ, ସେ ସମସ୍ତ କାମରେ ନୂତନ ଖୋଜେ। ତେଣୁ ଆପଣ କୌଣସି ବି ମନୁଷ୍ୟକୁ ତାହାର ବିନା ଔକାତରେ, ତାହାର ବିନା ମୂଲ୍ୟରେ ତାକୁ ପ୍ରଶଂସା କରିବେ ନାହିଁ, ତାର ପ୍ରତିଟି କଥାରେ ହଁ ମାନିବେ ନାହିଁ। ତାର ଯଦି ଭୁଲ ହେଉଛି ତାହେଲେ ଭୁଲ କୁହନ୍ତୁ, ତାର ଯଦି ଖରାପ ଗୁଣ ଦେଖୁଛନ୍ତି ତାହେଲେ ତାକୁ ସେ ଖରାପ କରୁଛି ବୋଲି କୁହନ୍ତୁ। ଏହାଦ୍ୱାରା କ'ଣ ହେବ ନା, ସେ ତୁମ ମନରେ ଏକ ରେସ୍ପେକ୍ଟ ରଖିବ, ଯାହାଦ୍ୱାରା ସେ ତୁମକୁ ଗୋଟିଏ ଅଲଗା ଭାବନାରେ ରଖିବ। ନଚେତ୍ ସେ ତୁମକୁ ଧୀରେ ଧୀରେ ଇଗ୍ନୋର କରିବା ଆରମ୍ଭ କରିବ। ସେ ଭାବିବ ଏଇ ମନୁଷ୍ୟ ତ ମୋର ପ୍ରତିଟି କଥାରେ ହଁ ମାନୁଛି, ମୋ ପ୍ରତିଟି କଥାରେ ରାଜି ହେଉଛି, ମୁଁ ଯାହା କହୁଛି ସେ ତାହା ମାନୁଛି। ଏମିତି ଭାବି ଭାବି ସେ ତୁମକୁ ଥାର୍ଡ ପର୍ସନ ଭାବିବ, ଯିଏକି ତା ପଛପଟେ ନାଙ୍ଗୁଳ ଭଳି ଲମ୍ବି ଚାଲିଛି। ତେଣୁ ଭାଇମାନେ, ଆପଣ ଯଦି ଇଗ୍ନୋର ନ ହେବା ପାଇଁ ଚାହୁଁଛନ୍ତି କୌଣସି ଝିଅ ପ୍ରତି ବା କୌଣସି ଲୋକ ପ୍ରତି, କେତେବେଳେ ବି ତାର ବିନା ମୂଲ୍ୟରେ ତାକୁ ପ୍ରଶଂସା କରିବେ ନାହିଁ, ତାର ହଁରେ ହଁ କରିବେ ନାହିଁ। ଏହାପରେ ଆମେ ଦେଖିବା ଚତୁର୍ଥ ଗୁଣରୁ ଦ୍ୱିତୀୟ ଗୁଣଟି କ'ଣ। ଦ୍ୱିତୀୟ ଗୁଣଟି ହେଉଛି, ଗୋଟିଏ ଥର ଡାକିବାରେ ଆପଣ ଦୌଡ଼ି ଆସୁଛନ୍ତି। ଆପଣଙ୍କୁ ଏହା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ, ଏହା ତ ଭଲ କଥା, ଯିଏ ପ୍ରଥମ ଥର ଡାକୁଛି ତା କଥା ଶୁଣିବାକୁ ଆସିବା କଥା। କିନ୍ତୁ ଭାଇମାନେ, ଆପଣ ଥରେ ଭାବନ୍ତୁ, ଗୋଟିଏ ମନୁଷ୍ୟର ତାର ପ୍ରତିଟି ଡାକରେ ଆପଣ ଯଦି ଦୌଡ଼ିକି ପଳେଇ ଆସୁଛନ୍ତି, ତେବେ ଆପଣଙ୍କ ପ୍ରତି ତାର ମସ୍ତିଷ୍କ ଏହା ଭାବନା ରଖିବ କି ଇଏ ଗୋଟିଏ ପୋଷା କୁକୁର, ପୋଷା କୁକୁର ପରି ପ୍ରଥମ କଥାରେ ଦୌଡ଼ିକି ଆସୁଛି। ନା ଇଏ କିଛି ଭାବୁଛି, ନା ଇଏ କିଛି ମନେ କରୁଛି। ଯେଉଁ ମନୁଷ୍ୟ ସାମ୍ନାର ମନୁଷ୍ୟର ପ୍ରଥମ କଥାରେ ହିଁ ନିଜକୁ ସବୁବେଳେ ପ୍ରସ୍ତୁତ କରିଦେଇଥାଏ, ତେବେ ସେହି ମନୁଷ୍ୟ ପ୍ରତି ଧୀରେ ଧୀରେ ଭାବନା ତଳକୁ ଯାଇଥାଏ। ତାକୁ ଲାଗିଥାଏ କି ଇଏ ମୋର ପ୍ରଥମ ଡାକରେ ଯଦି ଆସିପାରୁଛି, ତାହେଲେ ମୁଁ ତାକୁ ଯେତେବେଳେ ବି ଡାକିବି ସେ ସେତେବେଳେ ଆସିପାରିବ। ୟାର ମୂଲ୍ୟ ମୋ ଆଗରେ କିଛି ନାହିଁ, ୟାର କିଛି ବି କାମଧନ୍ଦା ନଥିବାରୁ ଇଏ ମୋର ପ୍ରତିଟି କଥାରେ ରାଜି ହେଇଯାଉଛି, ମାନିବାକୁ ପ୍ରସ୍ତୁତ ହେଇଯାଉଛି। ତେଣୁ ଭାଇମାନେ, ଆପଣଙ୍କୁ ଯଦି କିଏ ପ୍ରଥମ ଡାକରେ ଡାକୁଛି, ତାହେଲେ ତାକୁ ଇଗ୍ନୋର କରନ୍ତୁ। ଆପଣ ବି ଇଗ୍ନୋର କରି ଶିଖନ୍ତୁ। ତାର କଥା ଯଦି ଜରୁରୀ ଥାଏ ତାହେଲେ ଯାଆନ୍ତୁ, ଆପଣ ନିଶ୍ଚୟ ଅନୁଭବ କରିବେ ସମୟ ଆସିବ ସେ ତୁମକୁ ଅତି ଜରୁରୀ ହେଲେ ଡାକିବ, ନା କି ସବୁବେଳେ ପ୍ରତିଟି କଥାରେ, ପ୍ରତିଟି ଅସୁବିଧାରେ। ଆପଣ ଯଦି ନିଜକୁ ଇମ୍ପୋର୍ଟାଣ୍ଟ ଦେବେ, ତାର ପ୍ରଥମ ଡାକରେ ନ ଯିବେ, ତାହେଲେ ଆପଣଙ୍କୁ କେହି ଇଗ୍ନୋର କରିବେ ନାହିଁ। ଆଉ ଯଦି ଆପଣ ପ୍ରଥମ ଡାକରେ, ପ୍ରଥମ କଥାରେ ହଁ ମାରନ୍ତି, ପ୍ରଥମ ଡାକରେ ଦୌଡ଼ିକି ଯାଆନ୍ତି, ତେବେ ସେ ତୁମ ପ୍ରତି ଏକ ଖରାପ ଭାବନା, ଏକ ନୀଚ ଭାବନା ରଖିବ, ଯାହାଦ୍ୱାରା ସେ ତୁମକୁ ସମୟ ଆସିଲେ ଇଗ୍ନୋର କରିବ।
ଏହାପରେ ଆମେ ଜାଣିବା ତୃତୀୟ ଗୁଣଟି କ'ଣ, ଯାହା ପାଇଁ ମନୁଷ୍ୟ ଇଗ୍ନୋର ହୋଇଥାଏ। ତୃତୀୟ ଗୁଣଟି ହେଉଛି ଆପଣ ଅଧିକରୁ ଅଧିକ ନିଜ ବିଷୟରେ ଖୋଲିକି ଅନ୍ୟ ସାମ୍ନାରେ କହୁଛନ୍ତି। ଏହି ଗୁଣଟି ବହୁତ ମାରାତ୍ମକ। ଥରେ ଭାବନ୍ତୁ, ଆପଣ ଜଣଙ୍କ ସାଙ୍ଗରେ କଥା ହେଉଛନ୍ତି। ସେ ତୁମକୁ ତାର ସମସ୍ତ କଥା, ସମସ୍ତ ଘରର କଥା, ସମସ୍ତ ବିଷୟର କଥା ଆପଣଙ୍କ ଆଗରେ ଖୋଲିକି କହୁଛି। ଆପଣଙ୍କୁ ତ ପ୍ରଥମେ ପ୍ରଥମେ ଭଲ ଲାଗିବ, ପ୍ରଥମେ ପ୍ରଥମେ କିଛି ବି ଖରାପ ଲାଗିବ ନାହିଁ। କିନ୍ତୁ ଭାବନ୍ତୁ, ଏହା ଯଦି ପୁନର୍ବାର ହୁଏ, ତୃତୀୟ ବାର ବି ହୁଏ, ତାହେଲେ କିପରି ଲାଗିବ? ଧୀରେ ଧୀରେ ଆପଣଙ୍କୁ ଲାଗିବ ଏଇ ମନୁଷ୍ୟ ପାଖରେ କିଛି ବି ଭ୍ୟାଲ୍ୟୁ ନାହିଁ, ଏହାର ମୂଲ୍ୟ କିଛି ନାହିଁ। ଇଏ ତାର ସମସ୍ତ କଥା ମୋ ଆଗରେ ଏମିତି କହୁଛି ଯେମିତି ମୁଁ ତାର ପ୍ରକୃତ ଆତ୍ମା। କିନ୍ତୁ ଥରେ ଭାବ, ଆମେ ଆମ ଜୀବନର ସମସ୍ତ ସିକ୍ରେଟ କ'ଣ ପାଇଁ ଅନ୍ୟ ଆଗରେ ସବୁ କଥା ଖୋଲିକି କହୁଛେ? ସମସ୍ତ ସିକ୍ରେଟ, ନିଜର ସମସ୍ତ କଥା ସାମ୍ନା ଲୋକ ଶୁଣିବା ପାଇଁ ସବୁବେଳେ ରାଜି ନଥାଏ। ସାମ୍ନା ଲୋକକୁ ସେଗୁଡାକ ଇରିଟେଟ୍ ଲାଗେ। ତେଣୁ ଆମକୁ ଭାବିବା ଉଚିତ କି ଆମେ ଆମର ସବୁ ସିକ୍ରେଟ, ଆମେ ଆମ ଲାଇଫର ସବୁ କଥା ଗୁଡ଼ିକୁ କ'ଣ ପାଇଁ ଅନ୍ୟ ଆଗରେ କହିବା? ଆପଣ ଯଦି ବି ଅନ୍ୟ ଆଗରେ ଏପରି କହୁଛନ୍ତି, ଆପଣଙ୍କ ଟିକି ଟିକି କଥା ବି କହୁଛନ୍ତି, ଆଜି କ'ଣ ହୋଇଛି, କାଲି କ'ଣ ହୋଇଥିଲା ଓ କାଲି କ'ଣ ପ୍ଲାନିଂ ଅଛି, ତାହେଲେ ଆପଣ ନିଶ୍ଚୟ ଜାଣନ୍ତୁ, ଆପଣ ଯେଉଁ ମନୁଷ୍ୟ ଆଗରେ ଏସବୁ ସମସ୍ତ କଥା କହୁଛନ୍ତି ଏବଂ ବାରମ୍ବାର କହୁଛନ୍ତି, ସେ ତୁମକୁ ଧୀରେ ଧୀରେ ଆଭଏଡ୍ କରିବ, ଧୀରେ ଧୀରେ ଇଗ୍ନୋର କରିବ। ସେ ତୁମକୁ ଏତେ ପସନ୍ଦ ବି କରିବ ନାହିଁ। ତେଣୁ ଜୀବନରେ କିଛି ସିକ୍ରେଟ ରଖନ୍ତୁ, ଯେପରି ସେ ବି ଜାଣିବା ପାଇଁ ଉତ୍ସୁକ ରହିବ କି ଏ ମନୁଷ୍ୟ ଏପରି କ'ଣ କରିଛି ଯେ ମୋତେ କିଛି ବି କହୁନି, ତା ଜୀବନରେ ଏମିତି କ'ଣ ଚାଲୁଛି ଯାହାଦ୍ୱାରା ସେ ତୁମକୁ ସବୁବେଳେ ଇମ୍ପୋର୍ଟାଣ୍ଟ ଭାବିବ। ତେଣୁ ଭାଇମାନେ, ଆପଣଙ୍କୁ ଯଦି କେହି ଇଗ୍ନୋର ନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ସାମ୍ନାର ଲୋକଙ୍କୁ ବା କାହାକୁ ବି ନିଜର ପର୍ସନାଲ କଥା ଗୁଡ଼ିକୁ କୁହନ୍ତୁ ନାହିଁ। ଅତିରୁ ଅତି ଜରୁରୀ ହେଲେ, ମାନେ ଅତିରୁ ଅତି ଜରୁରୀ ହେଲେ କେବଳ କୁହନ୍ତୁ, ନଚେତ୍ ସେଗୁଡ଼ିକୁ ନିଜ ଭିତରେ ଚାପି ରଖନ୍ତୁ, ଅନ୍ୟକୁ କୁହନ୍ତୁ ନାହିଁ, ଯାହାଦ୍ୱାରା ଆପଣ ଇଗ୍ନୋର ହେବାରେ ବଞ୍ଚିପାରିବେ। ଏହାପରେ ଚତୁର୍ଥ ଗୁଣଟି ହେଉଛି ଯାହା ପ୍ରକୃତ ଜରୁରୀ ବିଷୟ ଅଟେ, ଯାହା ପ୍ରକୃତ ଜରୁରୀ ଗୁଣ ମଧ୍ୟ ଅଟେ, ତାହା ହେଲା ସଫାସୁତୁରା ନ ରହିବା। ହଁ ସାଙ୍ଗମାନେ, ଆପଣ ଯଦି ନିଜକୁ ସଫାସୁତୁରା ଭାବୁଛନ୍ତି, ମାତ୍ର ଅନ୍ୟ ଆଗରେ ନିଜକୁ ନୀଚ ଅନୁଭବ ହେଉଛି, ତାହେଲେ ଜାଣି ନିଅନ୍ତୁ ଆପଣ ସଫାସୁତୁରା ନୁହନ୍ତି। ସଫାସୁତୁରା ମାନେ ଏହା ନୁହେଁ କି ଖାଲି ପ୍ୟାଣ୍ଟ ସାର୍ଟ ସଫାସୁତୁରା ପିନ୍ଧିବା, ନା। ସଫାସୁତୁରା ମାନେ ଏହା ବୁଝ କି ଆମେ ଭଲ କଥା କହିବା, ଆମେ କୌଣସି ଖରାପ ଭାଷା ନ କହିବା, ଆମେ କଥା କହିବାର ଗୋଟିଏ ଶୈଳୀ ରଖିବା, ଆମ ପାଟି ଏବଂ ଆମ ଶରୀର ଦୁର୍ଗନ୍ଧରେ ନ ବାସିବା, ଏବଂ କଥା କହିଲା ବେଳେ ଭଲ ବ୍ୟକ୍ତି ଏବଂ ଭଲ ମନୁଷ୍ୟ ପରି କଥା କହିବା। ଏସବୁ ଗୁଣ ଗୁଡ଼ିକୁ ଅନ୍ୟ ମନୁଷ୍ୟ ନିକଟରେ ଆମକୁ ଇମ୍ପୋର୍ଟାଣ୍ଟ କରାଇଥାଏ, ଆମକୁ ଆକର୍ଷଣୀୟ ମଧ୍ୟ ବି କରାଇଥାଏ। କିନ୍ତୁ ଯଦି ଆମେ ସଫାସୁତୁରା ନ ରହିକି, ଭଲ ଜାମା ପୋଷାକ ନ ପିନ୍ଧିକି ଅନ୍ୟ ପାଖକୁ ଦେଖା କରିବା ପାଇଁ ସବୁବେଳେ ପହଞ୍ଚି ଯାଉଛେ, ତେବେ ସେ ପ୍ରଥମେ ପ୍ରଥମେ ତ କିଛି ଭାବିବ ନାହିଁ, କିନ୍ତୁ 2ରୁ 3 ଥର ହେଇସାରିଲା ପରେ ସେ ଆପଣଙ୍କୁ ଇଗ୍ନୋର କରିବ। ସେ ଆପଣଙ୍କ ସହିତ କଥା ହେବା ପାଇଁ ପସନ୍ଦ ମଧ୍ୟ କରିବ ନାହିଁ। ଆପଣ ଥରେ ଭାବନ୍ତୁ, ଆପଣଙ୍କ ପାଖକୁ ଏପରି ଜଣେ କଥା ହେବା ପାଇଁ ଆସୁଛି, ଯିଏ ଠିକ୍ ସେ କଥା ମଧ୍ୟ ହୋଇପାରୁନି। ପ୍ରତିଟି କଥାରେ ତାର ଖରାପ ଭାଷା ୟୁଜ୍ ହେଉଛି। ନା ସେ ଚୁଟି ଭଲ କି କୁଣ୍ଡାଇଛି,